ସୁମନ ଏକ ଗରିବ ଘର ଛୁଆ ଥିଲା। ସିଏ ସବୁବେଳେ ତାଙ୍କ ମାଙ୍କୁ ସେ ଦେଖେ ଯେ ସେ ଘରେ ଘରେ ଯାଇ କାମ କରୁଥାଏ, କିନ୍ତୁ ସେ ଏତେ କଷ୍ଟ କରନ୍ତି ହେଲେ ସେ କାହାକୁ କହନ୍ତିନି। ସେଥିପାଇଁକା ସୁମନ ଭାବିଲା ମୁଁ ଦିନେ ଏତେ ଭଲ ପାଠ ସାଠ ପଢିକି ମଣିଷ ବି ମୋ ମାକୁ ଭଲ ଜୀବନ ଯାପନ ଦେବି। ସେଥିପାଇଁକା ସୁମନ ଆଗକୁ ଆଗକୁ ଯେତେ ଯେତେ ବଡ ବଡ ହଉଥାଏ ସେତେ ସେତେ ଭଲ ପାଠ ପଢି ଦିନେ ଭଲ ବଡ ଡାକ୍ତର ହେଲା। ଏବେ ସେ ବହୁତ ବଡ ଡାକ୍ତର ହୋଇସାରିଛି। ଗାଁକୁ ବି ଫେରିଲା। ମାଙ୍କୁ ଦେଖି ଏତେ ଖୁସି ହେଲା। ତାପରେ ତା ମା ବି ବୃଦ୍ଧ ବି ହୋଇଯାଇଛନ୍ତି। ଅନେକ ଦିନ ଧରି ଯନ୍ତ୍ରଣା ଭୋଗୁଥିଲେ, କିନ୍ତୁ କିଛି କହିପାରିଲେ ନାହିଁ। ସୁମନ ଆସି ମାଙ୍କ ଚିକିତ୍ସା କଲା, ତାଙ୍କୁ ଏକ ସୁନ୍ଦର ଜୀବନ ଦେଲା। ଜୀବନରେ ମାଙ୍କ ପ୍ରେମ ସବୁଠୁ ବଡ ବୋଲି ସେ ମନେ କଲା। ତାଙ୍କ ପ୍ରେମର ମୂଲ୍ୟ କେବେ ହିଁ କାହାକୁ ବି ମିଳି ନଥାଏ। ସେଥିପାଇଁ ମାଙ୍କୁ ଏବଂ ତାଙ୍କ ପ୍ରେମକୁ ସଦା ମନେ ରଖିବା ଉଚିତ। ସୁମନ ତାର ମାକୁ ବହୁତ ଭଲ ଭାବରେ ଚିକିତ୍ସା କଲା। ମା ମନକୁ ଅନେକ ଖୁସି ଦେଲା, କିନ୍ତୁ ସେ ମନେ କରୁଥାଏ ମୁଁ ଏତେ ଦିନ ଦୁଃଖ କଣ ଲାଗି ସହିଲି ମୋ ପୁଅ ବଡ ମଣିଷ ହେବା ପାଇଁ। ମାଙ୍କ ଅସୁସ୍ଥତା ଦିନକୁ ଦିନ କମିବାକୁ ଲାଗିଲା। ସେ ବହୁତ ଆରାମ ଭାବରେ ବଞ୍ଚିବାକୁ ଲାଗିଲେ। ଗାଁ ଲୋକମାନେ କହୁଥିଲେ ସୁମନ ଭଲ ପୁଅ। ସେ ତା ମାଙ୍କ ସ୍ୱପ୍ନକୁ ପୂରଣ କଲା। ଏକ ଦିନ ସୁମନ ତାର ମାକୁ ଗୋଟେ ବହୁତ ବଡ ସରପ୍ରାଇଜ ଦେଲା। ସେ ତାଙ୍କ ମାକୁ ଗୋଟେ ନୂଆ ଘର କରି ଦେଲା ଏବଂ ତାଙ୍କ ମାକୁ ବହୁତ ଖୁସିରେ ରଖିଲା। ମା ଏସବୁ ଦେଖିକି ବହୁତ କାନ୍ଦିଲେ। କହିଲେ ମୋ ପୁଅ, ମୁଁ ଏବେ ମରିଲେ ମଧ୍ୟ ଏଠି କଷ୍ଟ ନାହିଁ। ସୁମନ ସେଠି ହସି ହସି କହିଲା ମା, ଏବେ ମୁଁ ତୁମକୁ ଅନେକ ବର୍ଷ ବଞ୍ଚେଇବି। ମା ଏବେ ଆରାମରେ ଅଛନ୍ତି। ତାର ପୁଅ ସୁମନ ବହୁତ ଭଲ ଅନୁଭବ କରିଥାଏ। ତା ଜୀବନ ସ୍ୱପ୍ନ ପୂରଣ ହେଇଗଲା। ସେ ମନେ କରିଲା ମୋ ମାକୁ ଖୁସି ଦେଇ ପାରିଛି। ଏଇଠୁ ଅଧିକ ସଫଳତା ଆଉ କଣ ବା ଅଛି? କିନ୍ତୁ ଜୀବନର ଏତେ ଘଟଣା ପରେ ଏକ ଦିନେ ସୁମନ ଚିକିତ୍ସା ନିମନ୍ତେ ଅନ୍ୟ ଜିଲ୍ଲାକୁ ଯିବାକୁ ପଡିଲା। ସେଠି ଯାଇଥିଲା, ବହୁତ ସମସ୍ତଙ୍କର ସେବା ସୁସ୍ଥ କରୁଥାଏ। ଥରେ ତାଙ୍କ ଗାଁରୁ କଲ୍ ଗଲା କି ତୁମ ମା ବହୁତ ଅସୁସ୍ଥ ଅଛନ୍ତି। ଏବେ ସେ ଆସିକି ଗାଁରେ ପହଞ୍ଚିଗଲା। ଦେଖିଲା ତା ମା ଦେହ ଖରାପରେ ବହୁତ ଦୁର୍ବଳ ହେଇ ପଡିଛନ୍ତି। ସୁମନ ଶୀଘ୍ର ଶୀଘ୍ର ଘରକୁ ପହଞ୍ଚିଥିବାରୁ ମା ତାର ଫଟୋକୁ ଦେଖିକି ଶେଷ ନିଶ୍ୱାସ ଦେଇ ହସି ହସି ଚାଲିଗଲେ। ସେ କାନ୍ଦି କାନ୍ଦି କହିଲା ମା, ତୁମେ ଏମିତି କିପରି ଚାଲିଗଲ? ପ୍ରତିଦିନ ସୁମନ ତାଙ୍କ ମାଙ୍କ ଘରର ଯାଇ ତାଙ୍କ ଜାଗାକୁ ଦେଖି ମାଙ୍କୁ ଦେଖୁଥାଏ, କିନ୍ତୁ ସେ ଜାଗାରେ ତାଙ୍କ ମା ନଥାନ୍ତି। ସେ ବୁଝିପାରିଲା ଏବେ ମୋ ଜୀବନରେ କିଛି ଶୂନ୍ୟତା ପଡିଯାଇଛି। ମୋ ଶୂନ୍ୟତା, ମୋ ସହଯାତ୍ରୀ ଆଉ ନାହାନ୍ତି। ମା ଅଛିବା ବେଳେ ତାର ଦୟା, ସ୍ନେହ, ପ୍ରେମ ମୂଲ୍ୟ ବୁଝିବାର ଉଚିତ। ତାର ସ୍ନେହ ହେଉଛି ଏକ ଅମୂଲ୍ୟ ଜଳ, ଯାହା ଅନେକେ ଦେଇପାରିବେ ନାହିଁ। ସୁମନ ଏକ ଜୀବନରେ ମା ବିନା ଶୂନ୍ୟତା ଲାଗୁଥିଲା। ସେ ଚେଷ୍ଟା କରୁଥିଲା କାମରେ ବ୍ୟସ୍ତ ରହି ସବୁ ଦୁଃଖ ଭୁଲିଯିବି, କିନ୍ତୁ ପ୍ରତ୍ୟେକ ଦିନ ଭଳି ଘରକୁ ଫେରିଲେ ତାଙ୍କ ମାଙ୍କ ଶୂନ୍ୟତା ଆସନ ଦେଖି ତା ମନ ବହୁତ କାନ୍ଦୁଥିଲା। ଅନେକ ରାତି ସେ ମାଙ୍କ କୋଳରେ ଶୋଇ ମନେ କରି ତାଙ୍କ ସ୍ମୃତିରେ ଆଖି ଭରି ଲୁହ ବହୁତ ଭରି ଯାଉଥିଲା। ଏକ ଦିନରେ ସୁମନ ମାଙ୍କ ପୁରୁଣା ଟ୍ରଙ୍କ ଖୋଲିଲା। ସେଥିରେ ପୁରୁଣା ଜୋତା ପାଇଲା, ଏକ ଛୋଟ ଚିଠି ଗୋଟେ ପାଇଲା। ତା ମା ନିଜ ହାତରେ ଲେଖିଥିଲେ
ମୋ ପୁଅ ସୁମନ, ଯଦି ଏଇ ଚିଠି ତୁମେ ପଢୁଛ, ତେବେ ମୁଁ ଏହି ପୃଥିବୀ ଛାଡି ଦେଇଛି। କିନ୍ତୁ ମୁଁ ଜାଣି ଆସିଥିଲି ତୁମେ ବଡ ମଣିଷ ହେବ ଏବଂ ମୋ ସ୍ୱପ୍ନ ସାର୍ଥକ କରିବ। ଏକଥା ମୁଁ କହିବାକୁ ଚାହେଁ, ମୋ ପୁଅ, ଜୀବନ କେବେ ବି ରୁକିଯାଏ ନା। ଦିନେ ମୁଁ ନଥିବି, କିନ୍ତୁ ମୋ ନମ୍ବର ଏକ ଅନ୍ୟ ମାଙ୍କ ପାଇଁ ଉପଯୋଗ କର। ତୁମେ ଅନେକ ମାଙ୍କ ପିଲା ହୁଅ ଯେଉଁମାନେ ତାର ଅସଲ ପୁଅ ପାଇନାହାନ୍ତି। ସୁମନ ଏହି ଚିଠି ପଢି ଲୁହ ଲୁହ ହେଇ ହସିଦେଲା। ସେ ବୁଝିଲା ମା ତାର ଜୀବନରେ ଏବେ ବି ଅଛନ୍ତି, କିନ୍ତୁ ଅନ୍ୟ ରୂପରେ। ସୁମନ ମାଙ୍କ ଆଶୀର୍ବାଦ ନେଇ ଏକ ଛୋଟ ଆଶ୍ରମ ଖୋଲିଲେ, ଯେଉଁଠି ମା ନଥିବା ପିଲାମାନେ ମାଙ୍କ ସ୍ନେହ ପାଇବେ। ସେ ସେଥିପାଇଁ ତା ଜୀବନ ଦେଇଦେଲେ ଏବଂ ଏକ ନୂଆ ଜୀବନ ଆରମ୍ଭ କଲା। ସୁମନ ତା ମାକୁ ହରାଇ ନାହିଁ। ସେ ମାଙ୍କ ପ୍ରେମକୁ ଅନେକ ପିଲାଙ୍କ ମଧ୍ୟରେ ଖୋଜି ପାଇଲା। ମା କେବେ ବି ମୃତ୍ୟୁ ବର୍ଜିତ ଅନୁଭବ ନୁହନ୍ତି। ସେମାନେ ଆମ ସ୍ମୃତି, ଆମ କାମ ଏବଂ ଆମ ପ୍ରେମ ମାଧ୍ୟମରେ ଏବେ ବି ବଞ୍ଚିଛନ୍ତି। ଆଜି ଏଇ ଗପଟା ସଇଲା। ଆପଣମାନଙ୍କୁ କେମିତି ଲାଗିଲା, କଣ ଲାଗିଲା, ପ୍ଲିଜ ସେୟାର କରିବେ, କମେଣ୍ଟ କରିବେ, ଲାଇକ୍ କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ରହିଲି।